अपाणिपाद जवन ग्रहीता पश्यत्य चक्षुः शृणोत्य कर्णः स वेत्ति वेद्यं न च तस्यास्ति वेत्ता तमाहुग्रव्यं पुरुषं महान्तम्। ଯାହାଙ୍କର ହସ୍ତପଦ ନଥାଇ ସର୍ବତ୍ର ଗମନ କରିପାରନ୍ତି ଓ ଭକ୍ତ ଦ୍ୱାରା ପ୍ରଦତ୍ତ ସମସ୍ତ ଦ୍ରବ୍ୟ ସ୍ୱହସ୍ତରେ ଗ୍ରହଣ କରନ୍ତି ଓ ହସ୍ତ ପ୍ରସାରୀ ଅଭୟ ବର ପ୍ରଦାନ କରନ୍ତି, ତାଙ୍କର ଚକ୍ଷୁ ନଥିଲେ ମଧ୍ୟ ସେ ସର୍ବଦ୍ରଷ୍ଟା, କର୍ଣ୍ଣ ନଥାଇ ମଧ୍ୟ ଭକ୍ତଙ୍କର ସମସ୍ତ ପ୍ରାର୍ଥନା ଶ୍ରବଣ କରନ୍ତି, ସେ ଅଖଣ୍ଡାକାରରେ ସର୍ବବ୍ୟାପ୍ତ ଓ ପରିପୂର୍ଣ୍ଣ, ସେ ସର୍ବଜ୍ଞାତା, ସେ ହିଁ ସାକ୍ଷାତ୍ ପରଂବ୍ରହ୍ମ ପରମେଶ୍ୱର। ଆସନ୍ତୁ ଆଜି ତାଙ୍କରି କଥା ଶ୍ରବଣ କରିବା। ଶ୍ରୀ ଜଗନ୍ନାଥ ମହାପୁରାଣ ନବମ ଅଧ୍ୟାୟ। ସୁଜନେ ଦିୟ ମନ କର୍ଣ୍ଣ ହରିଚରିତ ରସ ପୂର୍ଣ୍ଣ ଏ ରସେ ଥରେ ଯେ ରସଇ ସକଳ ପାତକ ନାଶଇ ଶ୍ରୀ ଜଗନ୍ନାଥ ପାଦ ପଦ୍ମ ତହୁଁ ଝରଇ ମକରନ୍ଦ ସେ ରସ ଆସ୍ୱାଦନ ପାଇଁ ଭ୍ରମର ତୁଲ୍ୟ ଗଲେ ଧାଇଁ ଜାଣିବ ସ୍ୱାଦ ତାର କେତେ ଆଉ ନ ଯିବ ପାପ ପଥେ ଶ୍ରୀ ଜଗନ୍ନାଥଙ୍କ ମହିମା କେବା ଜାଣିବ ତାର ସୀମା ସାଧୁ ସନ୍ଥଙ୍କ ମୁଖ ଶୁଣି କରିଛି ଦୁଃସାହସ ପୁଣି ସକଳ ଶକ୍ତିମାନ ସିଏ ଦୁବକୁ ଦାରୁ କରିଦିଏ ସେ ଯେବେ ପ୍ରସନ୍ନ ହୋଇବ ଏ ପାପୀ ତା ଗ୍ରନ୍ଥ ଗାଇବ ମୁକକୁ ବାଚାଳ କରଇ ପଙ୍ଗୁ ଯେ ଗିରି ଲଙ୍ଘି ଯାଇ ନୈମିଷାରଣ୍ୟେ ମୁନିଗଣ ଜୈମିନୀ ଋଷି ସନ୍ନିଧାନ ଶ୍ରୀ ଜଗନ୍ନାଥଙ୍କ ପୁରାଣ ଜୈମିନୀ କରନ୍ତି ବୟାନ ଶୁଣୁଅଛନ୍ତି ଶୁଦ୍ଧ ଚିତ୍ତେ ହୃଦୟ ମନ ଏକାଗ୍ରତେ ଶ୍ରୀ ଶୌନକ ମହାପତି କର ଯୋଡ଼ିନ ପଚାରନ୍ତି ଶୌନକ ଉବାଚ ଭୋମୁନି ବାରେ ଦିଅ କହି କଥାଏ ମନେ ଉପୁଜଇ ସବର ବିଶ୍ୱାବସୁ କଥା ଶୁଣିବା ପାଇଁ ମନେ ବ୍ୟଥା କେତେ ଜନମ ପୁଣ୍ୟ ଫଳେ ସେ ପୁଣି ଜାତ ମହିତଳେ ସବର କୂଳେ ଜାତ ହୋଇ ଶ୍ରୀପତି ସେବା କରୁଥାଇ ପରମ ପ୍ରଭୁଙ୍କର ସେବା କରଇ ପୁଣି ରାତ୍ର ଦିବା ବ୍ରହ୍ମା ଶଙ୍କର ଜାନ ପାଇ କେମନ୍ତେ ପାଇଲାଟି ସେହି କାହାର ସୁତ କାତନୟ ତାହାର ବଂଶାବଳୀ କୁହ କେମନ୍ତେ ନୀଳାଚଳେ ଆସି ପୂଜିଲା ପ୍ରଭୁ ବ୍ରହ୍ମରାଶି ଶ୍ରୀନୀଳ ମାଧବ ମୂରତି କାହୁଁ ପାଇଲା ଦୈତ୍ୟପତି କିବା ପୂର୍ବରୁ ପ୍ରଭୁ ଥିଲେ ନିତ୍ୟ ବୈକୁଣ୍ଠ ନୀଳାଚଳେ ଏସବୁ କଥା ଚିନ୍ତା କରି ମନରେ ସଂଶୟ ମୋହରି ସକଳ ଫେଡ଼ି କରି କୁହ ତେବେ ତୁଟିବ ମୋ ସନ୍ଦେହ ତାପରେ ଇନ୍ଦ୍ରଦ୍ୟୁମ୍ନ କଥା କହିବ ନିଶ୍ଚେ ସମରଥା
ମୂଳରୁ କହିବ ବିସ୍ତାରି, ବିନୟେ କରୁଛି ଗୁହାରି। ସୌନକ ମୁନି ବାକ୍ୟ ଶୁଣି, କହୁଅଛନ୍ତି ଜୈମିନୀ। ଜୈମିନୀ ଉବାଚ, ହେ ସୌନକ ମହାମୁନି, ତୁମ୍ଭେ ଯେ ଭାଗ୍ୟବନ୍ତ ପୁଣି। ସୁନ୍ଦର ପ୍ରଶ୍ନ ପଚାରିଲ, ବୁଝାଇ କହିବି ସକଳ। ଶ୍ରୀ ଜଗନ୍ନାଥ ପଦ ଧ୍ୟାଇ, ନିଶ୍ଚେ ସନ୍ଦେହ ଫେଡ଼ିବଇଁ। ଶ୍ଵେତ ବରାହ କଳ୍ପରେ, ସୁବାହୁ ଦ୍ୱାପର ଯୁଗରେ। ଶ୍ରୀକୃଷ୍ଣ ଅବତାର ହେଲେ, ଗୋପ ଦ୍ୱାରିକା ଲୀଳା କଲେ। ଜନମି କଂସ ବନ୍ଦୀ ଘରେ, ରହିଲେ ଯାଇ ଗୋପପୁରେ। ଶେଷ ଅନନ୍ତ ସଂକର୍ଷଣ, ହୋଇଲେ ଅଗ୍ରଜଟି ପୁଣ। ଅନେକ ଅସୁର ମାଇଲେ, ବୃନ୍ଦାବନରେ ରାସ କଲେ। କଂସକୁ ବଧିବା ପାଇଁଣ, ମଥୁରା କରିଲେ ଗମନ। କଂସ କେଶୀଙ୍କୁ ବିନାଶିଲେ, ଉଗ୍ରସେନକୁ ରାଜ୍ୟ ଦେଲେ। କଂସ ଶ୍ୱଶୁର ଜରାସନ୍ଧ, କ୍ରୋଧରେ ହୋଇଲା କନ୍ଧ। ମଥୁରା ନଗରେ ଧାଡ଼ି ଦେଲା, ତାକୁ ବଧିଲେ ନନ୍ଦବଳା। ସକଳ ବିଦ୍ୟା ଶେଷ କରି, ମଥୁରା ତେଜିଲେ ଶ୍ରୀହରି। ପଶ୍ଚିମ ସମୁଦ୍ର ଭିତର, ରଚିଲେ ଦ୍ୱାରକା ନଗର। ବଳରାମଙ୍କୁ ସଙ୍ଗେ ନେଇ, ଦ୍ୱାରାବତୀରେ ରାଜା ହୋଇ। ଦେବକୀ ବସୁଦେବ ଆଣି, ନନ୍ଦ ଯଶୋଦା ସଙ୍ଗେ ପୁଣି। ସୁଖରେ ଦିନ ବିତାଇଲେ, ଅଷ୍ଟରାଣୀଙ୍କୁ ବିଭା ହେଲେ। ସେ କାଳେ ଶୁଣ ମୁନିବଳା, ମହାଭାରତ ଯୁଦ୍ଧ ହେଲା। କୌରବ ପାଣ୍ଡବ ମଧ୍ୟର, ହୋଇଲା ପ୍ରଚଣ୍ଡ ସମର। ପ୍ରଭୁ ଯେ ଅସ୍ତ୍ର ନ ଧରିଲେ, କ୍ଷତ୍ରିୟ ନିଷୂଦନ କଲେ। ଅର୍ଜୁନ ରଥରେ ସାରଥି, ସାଜିଲେ ପ୍ରଭୁ ବିଶ୍ୱପତି। କୌରବ ବିନାଶ ହୋଇଲେ, ପାଣ୍ଡବେ ସୁଖେ ରାଜ୍ୟ କଲେ। ପୃଥିବୀ ହୋଇଲା ଉଶ୍ୱାସ, ପାପକୁ କରିଲେ ବିନାଶ। କ୍ଷତ୍ରିୟ ଅହଙ୍କାରୀ ଥିଲେ, ଯୁଦ୍ଧରେ ସର୍ବେ ନାଶ ଗଲେ। ପୃଥ୍ୱୀର ପାପ ଭାର ହରି, ଦ୍ୱାରାବତୀରେ ରାଜ୍ୟ କରି। ତଥାପି ଶାନ୍ତି ନ ପାଇଲେ, କେଶବ ମନରେ ଚିନ୍ତିଲେ। ସବୁ କ୍ଷତ୍ରିୟ ନାଶ ଗଲେ, କେବଳ ଯାଦବେ ରହିଲେ। ମନରେ ବହି ଅହଙ୍କାର, କରୁଅଛନ୍ତି ସ୍ୱେଚ୍ଛାଚାର। ମୋର କୁଟୁମ୍ବ ହୋଇଛନ୍ତି, ଧରାକୁ ସରା ମଣୁଛନ୍ତି। କୁଶସ୍ଥଳୀ ଏ ଦ୍ୱାରାବତୀ, ଏଠାରେ ମୃତ୍ୟୁ ନ ପଶନ୍ତି। ସର୍ବଦା ସୁଦର୍ଶନ ଘୂରେ, ଦ୍ୱାରାବତୀକୁ ରକ୍ଷା କରେ। ମନରେ ନିର୍ଭୟ ହୋଇଣ, ଯାଦବେ ଅହଙ୍କାରୀ ପୁଣ। ତାହାଙ୍କୁ ନିଶ୍ଚେ ମରାଇବି, ତାପରେ ଧରଣୀ ତେଜିବି। ସମୟ ଆସିଅଛି ମୋର, ସରିବ ରଙ୍ଗା ଅବତାର।
ଏମନ୍ତ ବିଚାର କରିନ ତୁନି ହୋଇଲେ ନାରାୟଣ। ଇଚ୍ଛାମୟଙ୍କ ଇଚ୍ଛା ବଳେ ମୁନି ଏକତ୍ର ହୋଇଲେ। ଚତୁର୍ମାସ ବ୍ରତର ପାଇଁ ଦ୍ୱାରକା ପ୍ରବେଶିଲେ ଯାଇ। ପ୍ରଭୁଙ୍କୁ ଦର୍ଶନ କଲେ ଚରଣେ ପ୍ରଣିପାତ ହେଲେ। ଶ୍ରୀକୃଷ୍ଣ ମୁନିଗଣ ଦେଖି ତକ୍ଷଣେ ଆସନ ଉପେକ୍ଷି। ରୁକ୍ମଣୀ ସତ୍ୟଭାମା ତୁଲେ ତାହାଙ୍କୁ ଅର୍ଘ୍ୟ ବନ୍ଦାଇଲେ। ଆସନ ଭୋଜନ ଦେଇଣ ପୁଛିଲେ ଆସିବା କାରଣ। ମୁନି ବୋଲନ୍ତି ଭାବଗ୍ରାହୀ ଉତ୍ତମ ସ୍ଥାନ ଦିଅ କହି। ଯେଉଁଠି ବ୍ରତ ଆଚରିବୁ ତୁମ୍ଭଙ୍କୁ ଦର୍ଶନ କରିବୁ। ହସିଣ ଶ୍ରୀକୃଷ୍ଣ ବୋଇଲେ ପ୍ରଭାସ ଯାଆନ୍ତୁ ସକଳେ। ଏ ଚତୁର୍ମାସେ ରହିଥିବ ନୀତି ଯେ ସତସଙ୍ଗ ହେବ। ସକଳ ବ୍ୟବସ୍ଥା ହୋଇବ କାହିଁରେ ଊଣା ନ ହୋଇବ। ସନ୍ତୋଷେ ମୁନିଜନ ଗଲେ ପ୍ରଭାସ ତୀର୍ଥରେ ମିଳିଲେ। କର୍ଣ୍ଣକୁଟୀର ନିର୍ମାଣିଲେ ଆନନ୍ଦେ ଜପ ତପ କଲେ। ଏମନ୍ତେ କିଛି ଦିନ ଗଲା ଦେଖ ହୋ ଗୋବିନ୍ଦର ଲୀଳା। କୃଷ୍ଣଙ୍କ ପୁଅ ନାତିଗଣ ଅତ୍ୟନ୍ତ ଉଦ୍ଧତ ହୋଇଣ। ଗୁରୁ ଗୋବିନ୍ଦ ନ ମାନିଲେ ଦିନେକ ପ୍ରଭାସେ ଗମିଲେ। ଦେଖି ମୁନିଙ୍କ ସମାବେଶ ମନରେ କଲେ ଉପହାସ। ବୋଇଲେ ବାବାଜୀ ମାନେ ଶରୀର ବହି ପରନେ। ମିଛରେ ତପ ଆଚରନ୍ତି ପାଖଣ୍ଡୀ ନିଶ୍ଚୟ ଅଟନ୍ତି। ଏହାଙ୍କୁ ଆମ୍ଭେ ପରଖିବା ତପଶକ୍ତି ଦେଖି ନେବା। ଏତେ ବିଚାରି କୃଷ୍ଣ ହୋଏ ମନରେ ରଚିଲେ ଉପାଏ। ପୁଅଙ୍କ ମଧ୍ୟେ ଶାମ୍ବ ଥିଲା ତା ରୂପ ଯେଶ ନେଅବଳା। ତାହାକୁ ନାରୀ ବେଶ କଲେ ଉଦରେ ମୂଷଳ ବାନ୍ଧିଲେ। ସେ ଲୌହ ମୂଷଳକୁ ଭରି ରସବ ଗର୍ଭ ପ୍ରାୟ କରି ମୁନିଙ୍କ ସମୀପେ ମିଳିଲେ। ସକଳେ ପ୍ରଣିପାତ କଲେ ଛଳନା କରି ପଚାରନ୍ତି ଶୁଣ ହେ ମହାଜ୍ଞାନୀ ଯତି। ଯଦୁପୁତ୍ର ଉବାଚ ଶୁଣ ସକଳ ମୁନିଜନେ ସଂଶୟ ଅଛି ଆମ୍ଭ ମନେ। ଏ କୁଳ ବଧୂଟି ଅବଶ୍ୟ ଗର୍ଭ ପୂରିଛି 10 ମାସ। ପ୍ରସବ କିମ୍ପା ହୋଇ ନାହିଁ ହେ ମୁନି ବର ଦିଅ କହି। ଭୂତ ଭବିଷ୍ୟ ବର୍ତ୍ତମାନ ତୁମେ ତ ଜାଣ ମୁନିଜନ। ଏ ନାରୀ କେବେ ପ୍ରସବିବ ପୁତ୍ର କି କନ୍ୟା ଜାତ ହେବ। ଜୈମିନୀ ଉବାଚ ଯଦୁପୁତ୍ରଙ୍କ ଦମ୍ଭ ଉକ୍ତି ଜାଣିଲେ ସେହି ମହାଯତି। ଏମାନେ ପୁତ୍ର କୃଷ୍ଣଙ୍କର ବହି ଅଛନ୍ତି ଅହଙ୍କାର। ବିନାଶ କାଳେ ବିପରୀତ ବୁଦ୍ଧି କରନ୍ତି ଯଦୁପୁତ୍ର।
ଆମ୍ଭର ବୁଦ୍ଧି ପରଖନ୍ତି, ତାହାଙ୍କୁ ଦେବା ଆମ୍ଭେ ଶାସ୍ତି। ତାହାଙ୍କ ମଧ୍ୟରେ ଦୁର୍ବାସା, ପ୍ରଚଣ୍ଡ କୋପୀ ମହାଯଶା। କୋପକୁ ନିମନ୍ତ୍ରଣ କରି କହନ୍ତି ତାହାଙ୍କୁ ହକାରି। ଦୁର୍ବାସା ଉବାଚ, ହେ କୃଷ୍ଣ ପୁତ୍ର ତୁମେ ଶୁଣ, କରୁଛୁ ଜିଜ୍ଞାସା ପୂରଣ। ଏହାର ଗର୍ଭେ ଅଛି କାଳ, ଭୀଷଣ ଲୁହାର ମୁଷଳ। ଏ ଗର୍ଭ ପ୍ରସବ ହୋଇବ, ଯଦୁବଂଶକୁ ବିନାଶିବ। ତୁମ୍ଭର ଅହଙ୍କାର ପୂର୍ଣ୍ଣ, ହୋଇବ ଯଦୁପୁତ୍ର ଗଣ। ଜୈମିନୀ ଉବାଚ, ମୁନିଙ୍କ ଅଭିଶାପ ବାଣୀ, ଶ୍ରୀକୃଷ୍ଣ ପୁତ୍ର ମାନେ ଶୁଣି ଭୟରେ କମ୍ପିତ ହୋଇଲେ, ଦ୍ୱାରକାପୁରକୁ ଧାଇଁଲେ। ଉଗ୍ରସେନଙ୍କ ପାଶେ ଯାଇ ସବୁ ବୃତ୍ତାନ୍ତ ଦେଲେ କହି। ଏକଥା ଉଗ୍ରସେନ ଶୁଣି ଭୟେ କମ୍ପିଲେ ବୀରମଣି। ପୁତ୍ରଗଣଙ୍କୁ ପଠାଇଲେ, ଭୀମସେନଙ୍କୁ ଡକାଇଲେ। ଲୌହ ମୂଷଳ ଘୋରିବାକୁ ଆଦେଶ କରିଲେ ତାହାକୁ। ବୃତ୍ତାନ୍ତ ଗୋପନ ରଖିଲେ, ରାତ୍ରିକ ମଧ୍ୟେ ପଠାଇଲେ। ସେ ରାତ୍ରେ ବୃକୋଦର ଗଲେ, ଶିଳାରେ ଲୌହକୁ ଘଷିଲେ। ତହିଁରୁ ଚୂର୍ଣ୍ଣ ବାହାରିଲା, ସମୁଦ୍ର ଜଳରେ ଭାସିଲା। ଶେଷରେ କ୍ଷୁଦ୍ର ଖଣ୍ଡ ରହି, ସମୁଦ୍ରେ ଦେଲେ ସେ ପକାଇ। ତାହାକୁ ରାଘବ ଗିଳିଲା, ସେ ମତ୍ସ୍ୟ କୈବର୍ତ୍ତ ଧରିଲା। କାଟିବା କାଳେ ମତ୍ସ୍ୟ ନେଇ, ଦେଖିଣ ଲୌହ ଖଣ୍ଡ ତହିଁ। ଦୂରକୁ ତକ୍ଷଣେ ସେ ଫିଙ୍ଗି, ତାହାକୁ ଜରା ବ୍ୟାଘ୍ର ନେଲା। ତହିଁରେ ସର ମୁନ କରି, ତୁଣୀରେ ରଖିଲା ସେ ଭରି। ସେ ଲୌହ ଗୁଣ୍ଡ ଭାସୁଥିଲା, ପ୍ରଭାସ କୂଳରେ ଲାଗିଲା। ହୋଇଲା ସନ୍ତରା ଅରଣ୍ୟ, ତା ନାମ ଏରକାର ବନ। ତହିଁ ଉତ୍ତାରେ ଯାହା ହେଲା, ବିସ୍ତାରି କହିବି ମୁଁ ଭଲା। କହିଣ ଋଷି ହେଲେ ତୁନି, ତାରକ କହି ବଖାଣି। 10ମ ଅଧ୍ୟାୟ। କକୁଆ ଭୟ ଓ ଯଦୁବଂଶ ଧ୍ୱଂସ। ଶୁଣ ସୁଜ୍ଞଜନ ଅପୂର୍ବ ଆଖ୍ୟାନ, ବିଶ୍ୱାବସୁ ବଂଶ ଉପାଖ୍ୟାନ। ମାୟାଧର କ୍ରୀଡ଼ା ନିଜ ବଂଶ ବୁଡ଼ା, ତ୍ରିଗୁଣ ରହିତ ଭଗବାନ। ମାୟାଧର ହରି ଧରି ମାୟା ଡୋରି, ନଟ ପ୍ରାୟେ ହଟ ଆଚରନ୍ତି। କୁରଙ୍ଗା ପ୍ରାୟେ ସେ ଜୀବ ମାୟା ବସେ, ତାଙ୍କରି ଇଚ୍ଛାରେ ନାଚୁଥାନ୍ତି। ଆଶାବନ୍ଧ ବୁଣି ଦେଖ ବୁଢ଼ିଆଣି, ତହିଁ ପରେ କ୍ରୀଡ଼ା କରୁଥାଏ। ପୁଣି ଇଚ୍ଛା ହେଲେ ସେ ଜାଲକୁ ବଳେ, ଆପେ ଆପେ ସ୍ୱୟଂ ଗିଳି ଦିଏ। ବାଳୁତ ଅଜ୍ଞାନ କର୍ଦ୍ଦମ ଘେନିଣ, ହାତୀ ଘୋଡ଼ା ମୂର୍ତ୍ତି ଗଢ଼ୁଥାଇ। ସେ ମାଟି କଣ୍ଢେଇ ପୁଣି ଭାଙ୍ଗି ଦେଇ, କାଦୁଅକୁ ଫିଙ୍ଗି ଦିଏ ସେହି।
ସଂସାର ସକଳ ପ୍ରଭୁ ପିଲା ଖେଳ। ଆପେ ରଚି ଆପେ ଭାଙ୍ଗୁଥାନ୍ତି, ତାଙ୍କରି ଇଚ୍ଛାକୁ ସତେ ବୁଝିବାକୁ ଜଗତରେ କାର ଶକ୍ତି ଅଛି। ରଙ୍ଗା ଅବତାରୀ ରଙ୍ଗରସ କରି ଗଢ଼ିଲେ ସୁନ୍ଦର ଯଦୁବଂଶ। କାଳର ସେ କାଳ ସାଜି ମହାକାଳ, ସେ ବଂଶକୁ ଆପେ କଲେ ନାଶ। ସେ ବଂଶକୁ ଆପେ କଲେ ନାଶ। ଶୁଣ ହେ ରସିକ ସିଂହାଣ, ଏ ଅଟେ ଅପୂର୍ବ ଆଖ୍ୟାନ। ଶ୍ରୀ ଜଗନ୍ନାଥ ଲୀଳା ଗତି, ଶୁଣ ସୁଜନେ ଦେଇ ମତି। ଜୈମିନୀ ଋଷି କହୁଛନ୍ତି, ଶୌନକ ଆଦି ଶୁଣୁଛନ୍ତି। ଜୈମିନୀ ଉବାଚ, ଶୁଣ ହେ ମୁନି ପୁତ୍ର ଗଣ, ପ୍ରଭୁଙ୍କ ଦ୍ୱାରକା ଭୁବନ। ଶ୍ରୀହୀନ ପରାଏ ଦିଶିଲା, କାଳ ଯେ ତହିଁରେ ପଶିଲା। ଯେଉଁଠି ଯମ ପଶେ ନାହିଁ, ଶ୍ରୀରାଧା ଚକ୍ର ଘୁରୁଥାଇ। ସେଠାରେ ମୃତ୍ୟୁ ଭୟ ହେଲା, କାଳ ଯେ ଗୋଡ଼ାଇ ଭଖିଲା। ସେ ପ୍ରଭୁ ମାୟା ପ୍ରକାଶିଲେ, ଅଭୂତ ଜୀବ ସୃଷ୍ଟି କଲେ। କକୁଆ ନାମ ତାକୁ ଦେଇ, ପେଷିଲେ ବିନାଶର ପାଇଁ। ବୋଇଲେ ଯାଅ ତୁ ନଗର, ୟାକୁ ପାରୁଛୁ ତାକୁ ମାର। ଦେଖ ହୋ ଗୋବିନ୍ଦର ଗତି, କେବେ ସେ କି ରୂପ ଧରନ୍ତି। ସର୍ଜନା କାଳେ ବ୍ରହ୍ମା ହୁଅନ୍ତି, ପାଳନେ ବିଷ୍ଣୁ ସେ ବୋଲାନ୍ତି। ସଂହାର କାଳେ ରୁଦ୍ର ସେଇ, ସୃଷ୍ଟିକୁ ବିନାଶନ୍ତି ରଇ। ପ୍ରଭୁଙ୍କ ଆଦେଶକୁ ଧରି, କକୁଆ ଦ୍ୱାରାବତୀ ପୁରୀ। ଭୀଷଣ ବେଗରେ ଧାଇଁଲା, ଯାହାକୁ ପାଇଲା ଖାଇଲା। ଦ୍ୱାରାବତୀରେ ହାହାକାର, ଶବଦ ଶୁଭେ ଧରମାର। କାହାର ବାପାକୁ ମାଇଲା, କାହାର ପୁଅକୁ ଖାଇଲା। କାହାର ଭାଇ ଆସୁଥିଲା, କକୁଆ ଗୋଡ଼ାଇ ଖାଇଲା। ସ୍ୱାମୀର ବକ୍ଷରୁ ସ୍ତ୍ରୀକୁ, ମାର କୋଳରୁ ପୁଅକୁ। ଯାହାକୁ ଆଗରେ ଦେଖିଲା, ତାହାକୁ ତକ୍ଷଣେ ଭଖିଲା। ଏକୁଆରେ ପଚାରନ୍ତି, କକୁଆ ଜନ୍ତୁଟା କେମିତି। ଯିଏ ଦେଖିଛି କକୁଆକୁ, ଯାଇଛି ଯମ ଭୁବନକୁ। ରୂପ ବା ବନିବେ କେମିତି, କେ ତାକୁ ଦେଖି ତ ନାହାନ୍ତି। ଏହି ସମୟେ ମୁନି ଜନେ, ପଚାରୁଛନ୍ତି ଶୁଦ୍ଧ ମନେ। ମୁନି ଉବାଚ, ମୋ ମୁନି ବର ଶୁଣ ବାରେ, ସଂଶୟ ଉପୁଜେ ମନରେ। କକୁଆ ବୋଲି ଯେଉଁ ଜୀବ, କିପରି ତାହାର ସ୍ୱଭାବ। ସ୍ୱରୂପ ପୁଣି ତାର କିସ, ବିସ୍ତାରି କୁହ ମୁନୀଶ। କେଉଁଠୁ ଜାତ ସେ ହୋଇଲା, ପ୍ରଭୁଙ୍କ ବଂଶ ବିନାଶିଲା।
ପାପରେ କିସ ହେଲା କୁହ, ଫେଡ଼ିବ ଆମରି ସଂଶୟ। ମୁନିଙ୍କ ବଚନକୁ ଶୁଣି କହୁଅଛନ୍ତି ଜୈମିନୀ। ଜୈମିନୀ ଉବାଚ ଶୁଣ ସୁମନେ ମୁନିବଳା, ସବୁ ପ୍ରଭୁଙ୍କ ମାୟା ଲୀଳା। ମାୟାଧର ଯେ ମାୟା କଲେ, ପକୁଆ ଅଙ୍ଗୁଜାତ କଲେ। ଅତି ଅଭୂତ ସେହି ପ୍ରାଣୀ, ତାହାର ଷଡ଼ମୁଖ ପୁଣି। ଷଡ଼ପାଦକୁ ନବନେତ୍ର, ଅତୀବ ଭୟଙ୍କର ଗାତ୍ର। ଯେବେ ସେ ମୁଖ ବିସ୍ତାରିବ, 14 ବ୍ରହ୍ମାଣ୍ଡ ପଶିବ। ଗୁରୁ ସେବା ଯେ କରିଥିବ, ପକୁଆ ସ୍ୱରୂପ ବୁଝିବ। ସକଳ ରାଜ୍ୟବାସୀ ଗଲେ, ରାଜାଙ୍କ ଛାମୁରେ କହିଲେ। ରାଜ୍ୟଟା ଛାରଖାର ହେଲା, କାଳ ଯେ ସଭିଙ୍କୁ ଭକିଲା। ଏକଥା ଉଗ୍ରସେନ ଶୁଣି, ଡାକିଲେ ରାଜସଭା ପୁଣି। ଶ୍ରୀକୃଷ୍ଣ ବଳରାମ ତୁଲେ, ସମସ୍ତ ମନ୍ତ୍ରୀ ଯେ ମିଳିଲେ। ପାତ୍ର ମନ୍ତ୍ରୀ ଓ ପାରିଷଦେ, ଆସି ମିଳିଲେ ସଭା ମଧ୍ୟେ। ଘୋଷଣା କଲେ ଉଗ୍ରସେନ, ଶୁଣ ହେ କୃଷ୍ଣ ସଂକର୍ଷଣ। ଶୁଣ ଯାଦବ ବୀରଗଣ, ଘୋର ବିପତ୍ତି ଆସି ପୁଣ। ଘଟିଲା ଦ୍ୱାରକା ଭୁବନ, ଅଭୂତ ଜୀବ କାହୁଁ ଆସି। ଦ୍ୱାରାବତୀକୁ ଦିଏ ଗ୍ରାସୀ, କିସ କରିବା ଏବେ କୁହ, ମନ ଯେ ହେଉଛି ଅଥୟ। ଶ୍ରୀକୃଷ୍ଣ ସ୍ମିତ ହସ ହସି, କହନ୍ତି ବଚନ ପ୍ରକାଶୀ। ଶ୍ରୀକୃଷ୍ଣ ଉବାଚ ଏତେ ଯାଦବ ବୀର ଥାଉ, ସେ ପ୍ରାଣୀ କି କରିବ ଆଉ। ଶୁଣ ଅଗ୍ରଜ ସଂକର୍ଷଣ, ସକଳ କର ଆୟୋଜନ। ନେଇନ ଯୋଧ୍ୟା ବୀରଗଣ, କର ହେ ପକୁଆ ମାରଣ। କାଲି ପ୍ରଭାତୁ ବେଗେ ଯାଅ, ସମସ୍ତ ଯାଦବଙ୍କୁ ନିଅ। ଜୈମିନୀ ଉବାଚ ବଳଦେବ ଯେ ଖୁସି ହୋଇ, ଯାଦବ ଗଣ ସଙ୍ଗେ ନେଇ। ଯେ ଯାହା ଅସ୍ତ୍ର ଧରି କର, ନଗରୁ ହୋଇଲେ ବାହାର। ସମସ୍ତ କୃଷ୍ଣ ପୁତ୍ର ତୁଲେ, ଅଦାତି ରଥ ଅଶ୍ୱ ନେଲେ। ଯାଦବ ପୁତ୍ର ନାତି ଗଣ, ବାହାର ହୋଇଲେ ତକ୍ଷଣ। କରିଣରେ ରେକାର ଧ୍ୱନି, ରଥକୁ ଛୁଟାଇଲେ ପୁଣି। ପକୁଆ କ୍ଷଣେ ଦେଖା ଦେଲା, ପୁଣି ଯେ ଅନ୍ତର୍ଧ୍ୟାନ ହେଲା। ଯାଦବେ ରଥ ଅଶ୍ୱ ନେଇ, ଗଲେ ତା ପଛରେ ଗୋଡ଼ାଇ। କ୍ଷଣେ ପକୁଆ ହୁଏ ଦୃଶ୍ୟ, କ୍ଷଣକେ ହୁଅଇ ଅଦୃଶ୍ୟ। ଏମନ୍ତେ ଗୋଡ଼ା ଗୋଡ଼ି ହୋଇ, ଏରକା ବନେ ହେଲେ ଯାଇ। ସେହି ସେ ଏରକାର ବନ, ପ୍ରଭାସ ତୀର୍ଥ ପାରୁଷେଣ। ସନ୍ତରା ବନ ମଧ୍ୟେ ଯାଇ, ପକୁଆ ଗଲା ଗୋପ୍ୟ ହୋଇ। ସକଳେ କ୍ଷୁଧାତୁର ଥିଲେ, ତୃଷ୍ଣାରେ ଆତୁର ହୋଇଲେ। ଏହି ସମୟେ ବଳରାମ, ଆଗରେ ପକୁଆ ଦେଖିଣ।
ମୂଷଳ ବୁଲାଇ ପିଟିଲେ, କଦମ୍ବ ବୃକ୍ଷକୁ ଛେଦିଲେ। ଦିଗଞ୍ଚ କଦମ୍ବ କାନନ, ନାମ ତାଏର କାରବନ। ମୂଷଳ ବୃକ୍ଷରେ ବାଜିଲା, କାଦମ୍ବରୀ ଯେ ବାହାରିଲା। ଅନନ୍ତ ତୃଷାତୁର ଥିଲେ, କଦମ୍ବ ରସକୁ ପିଇଲେ। ତା ଦେଖି ଯଦୁପୁତ୍ରଗଣ, ପିଇଲେ ଉଦର ଭରିଣ। ଧରିଲା କାଦମ୍ବରୀ ନିଶା, ଏଥକୁ କିଏ ବା ଭରସା। ସକଳେ ମଦମତ୍ତ ହେଲେ, ଆପଣା ମଧ୍ୟେ ଯୁଦ୍ଧ କଲେ। ଭାଇକୁ ଭାଇ ଯେ ହାଣିଲା, ବାପକୁ ପୁଅ ବିନାଶିଲା। ଏକାଳେ ଶୂନ୍ୟବାଣୀ ହେଲା, ବଳରାମକୁ ହକାରିଲା। ସେ ଶୂନ୍ୟ ବଚନକୁ ଶୁଣି, ଅନନ୍ତ ସର୍ପ ହେଲେ ପୁଣି। ଶ୍ଵେତନାଗର ରୂପ ଧରି, ଚଳିଲେ ସେ ପାତାଳପୁରୀ। କଳ୍ପବଟର କୋଟରରେ, ଅନନ୍ତ ପଶିଗଲେ ଧୀରେ। ଅବତାରକୁ ଇତି କଲେ, ଶେଷ ଶଯ୍ୟାରେ ଲୀନ ହେଲେ। ଯାଦବେ ହଣାହଣି ହୋଇ, ଶୋଣିତ ନଦୀ ଗଲା ବୋଇ। ଏହି ସମୟେ ମାୟାଧର, ରଥରୁ ଓହ୍ଲାଇ ସତ୍ୱର। ସାତ୍ୟକୀ ଫେରାଇ ନ ଦେଲେ, ଦ୍ୱାରକା ଯିବାକୁ ବୋଇଲେ। ଶିଆଳି ପତ୍ର ଶଯ୍ୟା ଦେଖି, ବିଶ୍ରାମ କଲେ ପଦ୍ମ ଆଖି। ଶିଆଳି ଲତାରେ ଶୋଇଲ, ପ୍ରଭୁ ଯେ କଲେ ନିରୀକ୍ଷଣ। ସକଳେ ଗଲେ ସେ ଶୋଇ, କେବଳ ପ୍ରଦ୍ୟୁମ୍ନ ଛଇ। ଚକ୍ରକୁ ପ୍ରଭୁ ଆଦେଶିଲେ, ପ୍ରଦ୍ୟୁମ୍ନେ ମାର ଯା ବୋଇଲେ। ତହୁଁ ଯେ ସୁଦର୍ଶନ ଗଲା, ପ୍ରଦ୍ୟୁମ୍ନ ଶିରଚ୍ଛେଦ କଲା। ସେଠାରୁ ନିତ୍ୟ ଧାମେ ଗଲା, ହସ୍ତକୁ ଆଉ ନଇଲା। ତହିଁ ଉତ୍ତାରୁ ହେଲା ଯାହା, ଶୁଣ ହେ ମୁନି କୁଳନାହା। କୃଷ୍ଣ କିଙ୍କର କହେ ବାଣୀ, ଚିତ୍ତେ ଚିନ୍ତିଣ ଚକ୍ରପାଣି।